ସପିଂ କରିକି ଆମେ ପଳେଇ ଯିବୁ ଏବେ ଘରକୁ। ଆଉ ଦେଖିପାରୁଥିବେ ଏଠି କ'ଣ ହେଉଛି। ନେକ୍ସଟ ଆମେ ମାନେ ବାହାରି ଆସିଲୁ ସେଠୁ। ଆଉ ଆସି ସାରିଲା ପରେ ଦେଖିପାରୁଥିବେ ଏଠି ଭିଡ଼ିଓ କରିଛି କେତେ ଭ୍ୟୁ କେତେ ସୁନ୍ଦର ଆସୁଥିଲା ୱାଓ। ତାପରେ ଆମେ ଆସିଗଲୁ ହୋଟେଲକୁ ଖାଇବା ପାଇଁ ଆଣ୍ଡ ଏଠୁ ଖାଇସାରି ଡାଇରେକ୍ଟ ଚାଲିଯିବୁ ଘରକୁ। ହୋଟେଲ ଏଣ୍ଟ୍ରାନ୍ସଟା ମୋତେ ବହୁତ ଭଲ ଲାଗିଲା କାହିଁକିନା ଠାକୁରଙ୍କୁ ଭଗବାନଙ୍କୁ କେତେ ସୁନ୍ଦର ସ୍ଥାପନା କରାଯାଇଥିଲା। ଆଣ୍ଡ ଆମେମାନେ ଭିତରକୁ ଚାଲିଗଲୁ ଆଣ୍ଡ କିଛି ସମୟ ୱେଟ୍ କରିସାରିଲା ପରେ ଆମମାନଙ୍କର ଖାଇବା ଆସିଗଲା। ଆଣ୍ଡ ଆମମାନଙ୍କର ବହୁତ ସାରା ଆଇଟମ୍ ଥିଲା କିନ୍ତୁ ଝିଅର ମୋର ଆମେ ନେଇଥିଲୁ ନାନ୍ ଆଣ୍ଡ ଚିଲି ଚିକେନ୍। ଝିଅର ମୋର 2 ପିସ୍ ନାନ୍ ଆଣ୍ଡ ଚିଲି ନେଇଥିଲୁ ଆଣ୍ଡ ତାକୁ ଖାଇସାରିଲା ପରେ ଆମେମାନେ ବାହାରି ଆସିଲୁ ଘରକୁ ଯିବା ପାଇଁ। ତ ଦେଖିପାରୁଥିବେ ସମସ୍ତଙ୍କର ମୁଡ୍ ବହୁତ ଭଲ ଥିଲା କାହିଁକିନା ବହୁତ ସାରା ଆଜି ଏନ୍ଜୟ କରୁଥିଲୁ ଆଣ୍ଡ ଝିଅକୁ ଦେଖିପାରୁଥିବେ। ଆଉ ତାପରେ ଆମେମାନେ ଘରକୁ ଆସିଗଲୁ ବହୁତ ଟାୟାର୍ଡ଼ ହେଇଥିଲୁ। ସେ ଆମେମାନେ ଚାଲିଗଲୁ ରେଷ୍ଟ ନେବା ପାଇଁ। ତ ଦେଖା ହେବ ନେକ୍ସଟ ଭିଡ଼ିଓରେ।